ଛଳନାରେ ଭରା ଏସାରା ଦୁନିଆ କାହାକୁ କହିବ କିଏ ଆପଣା। ଛଳନାରେ ଭରା ଏସାରା ଦୁନିଆ କାହାକୁ କହିବ କିଏ ଆପଣା। ପ୍ରାଣ ଚାଲିଯିବ ଯେବେ ପିଣ୍ଡରୁ ତୋର ସେବି ତ ପୁରା ଅଜଣା। ଦର୍ଶକ ବନ୍ଧୁ ନମସ୍କାର। କ'ଣ ଆଣିଛି, କ'ଣ ନବା, କିଛି ନାହିଁ। ସଂସାରକୁ ଆସିଛେ ଟିକେ ଭଲ କାମ କରିବା, ପର ଉପକାର କରିବା, ତାହେଲେ ମଣିଷ ଜୀବନ ଧନ୍ୟ ହେବ ନା ଦର୍ଶକ ବନ୍ଧୁ। କିଛି ନାହିଁ ସଂସାର, ଏ ମିଛ ମାୟାର ସଂସାର। ଏଠି କେହି ନୁହେଁ କାହାର, ସଭିଏ ଏଠି ସ୍ୱାର୍ଥପର। ସବୁ ଏଠି ସ୍ୱାର୍ଥପର, କେହି ନୁହେଁ କାହାର, ସବୁ ଏଠି ସ୍ୱାର୍ଥପର। ତେଣୁ ଦର୍ଶକ ବନ୍ଧୁ କିଛି ଭଲ କାମ କରିବା, କିଛି ଭଲ କାମ, ଏମିତି କାମ କରିବା ଯେମିତି ମଲା ପରେ ମଧ୍ୟ ତମର କଥାଟା ଗୁଣ ଗାଉଥିବେ। ସେଇଭଳି କାମ କରି ମଲେ ମଣିଷ ଜୀବନ ସାର୍ଥକ ହେବ ବା ଧନ୍ୟ ହେବ। ତେଣୁ ଆପଣମାନେ ମନେ ରଖନ୍ତୁ ମୋ କଥାଟାକୁ, ଖରାପ ଭାବନ୍ତୁନି। ଯେତିକି ଦିନ ବଞ୍ଚିବେ, ଯେତିକି ଦିନ ପାଇଁ ଆସିଛେ, ଏଇଟା ଗୋଟେ ରଙ୍ଗମଞ୍ଚ। ଆଉ ଆମେ ସମସ୍ତେ ଗୋଟେ ଗୋଟେ କଳାକାର। କିଏ ଜାଣେ କେତେବେଳେ କାହା ଅଭିନୟ ସରିଯିବ, ଫେରିଯିବ ଯେଉଁଠୁ ଆସିଥିଲା। ଛଳନା, ଗର୍ବ, ଅହଙ୍କାର, ସ୍ୱାର୍ଥ କ'ଣ ଅମର ରହିବ? ନା ନା ନା। ଦର୍ଶକ ବନ୍ଧୁ ଖାଲି ସଂସାର ଟିକେ ରହିବ ସ୍ନେହ ଆଉ ମମତା, ଭଲ ପାଇବା। ଯେଉଁ ସ୍ନେହ ମମତା ଭଲ ପାଇବା ପାଇଁ ଆମେ ଘୁରି ବୁଲୁଛେ ଏ ଡାଳରୁ ସେ ଡାଳକୁ, ସେଇ ସ୍ନେହ ମମତା ମଲା ପରେ ଉଜ୍ଜୀବିତ ରହିବ। ତେଣୁ ଦର୍ଶକ ବନ୍ଧୁ ସମସ୍ତଙ୍କୁ ମୋର ଗୋଟେ ରିକ୍ୱେଷ୍ଟ, ସମସ୍ତଙ୍କୁ ଭଲ ପାଅ, ସମସ୍ତଙ୍କୁ ଭଲ ପାଅ, ସମସ୍ତଙ୍କ ମନରେ ହସ ଭରିଦିଅ। ଦେଖିବେ ଦର୍ଶକ ବନ୍ଧୁ, ଆପଣଙ୍କ ଜୀବନରେ କେବେ ଝଡ଼ ଝଞ୍ଜା ଆସିବନି ବା ଦୁଃଖ କଷ୍ଟ ଆସିବନି। ଭଗବାନ କ'ଣ ହେଲେ ନିଷ୍ଠୁର? ଆପଣ ଯେତେବେଳେ ଅନ୍ୟର ଉପକାର କରିବେ, ଭଗବାନ ତ ଅଛନ୍ତି ନା, ସେ ତ ସ୍ୱୟଂ ଭଗବାନ। ତେଣୁ ଆପଣମାନେ ମନେ ରଖନ୍ତୁ, ସମ୍ପର୍କ ଉପକାର କରନ୍ତୁ, ସେବା କରନ୍ତୁ। ଖୁସିରେ ଖୁସିରେ କିଛି ଦିନ ପାଇଁ ଆଇଛେ, ଆମ ଜୀବନ ଚାଲିଗଲେ ଗଲା, ସରିଗଲା। ସବୁ ସଂସାର ଶୂନ, କିଛି ନୁହେଁ। ତେଣୁ ଦର୍ଶକ ବନ୍ଧୁ ମୁଁ ରହୁଛି। ଆଜି ସକାଳୁ ଗୋଟେ ଭିଡ଼ିଓଟେ ଛାଡ଼ିବାକୁ କହିଲି। ମୁଁ କହିଲି ଛାଡ଼ିବି ଆଜି, ଦର୍ଶକମାନେ ଦେଖିବେ। ମୋତେ ଟିକେ ଭଲ ଭାବରେ ସବସ୍କ୍ରାଇବ୍ କରିବେ, ମୋତେ ଟିକେ ଲାଇକ୍ କରିବେ, ମୋତେ ଟିକେ ସେୟାର କରିବେ। ଆପଣ ଖୁସି ଆପଣ କରନ୍ତୁ ନ କରନ୍ତୁ, ମୁଁ ମୋର କର୍ତ୍ତବ୍ୟ ଅନୁସାରେ ଗୋଟେ ପ୍ରୋଗ୍ରାମ୍ ଆପଣଙ୍କୁ ଛାଡ଼ିବେ। ଆପଣ ମନୋରଞ୍ଜନ କରିବେ, ଆପଣ ଟିକେ ଦେଖିବେ, ଶିଖିବେ, ହେଲା। ଦର୍ଶକ ବନ୍ଧୁ ରହୁଛି, ନମସ୍କାର। ପୁଣି ଦେଖାହେବ ନେକ୍ସଟ ଭିଡ଼ିଓରେ, ମୁଁ ଆପଣଙ୍କୁ ଦେଖାହେବି। ଆଉ ସେ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ। ନମସ୍କାର, ଆଦାବ, ସତ୍ ଶ୍ରୀ ଅକାଲ, ଜୟ ହିନ୍ଦ।